ଶଳା କାଠ ଆଣିବାକୁ କେହି ଯିବନି, ଶଳା ମୁଁ ଆଣିକି ନିଆଁ କରିବି, ତମମାନେ ସବୁ ଖୁଆଇବ। ଭାରି ଶଙ୍କର ନା। ତୁ ଲହୁନୁ କିଆ ବ୍ୟସ୍ତ ହଉଛୁ ମ? ଏଇଟା ନିଆଁ ସଇଲେ ଆଉ ଯାଇକି ଆମେ ଆଣିବୁନୁ। ତୁ ଖାଲି ଆଣିତୁ ବୋଲି କହୁଛୁ କଣ? ତୁ ଚାବେ ଶଳା ବେଡ଼ା, ଶଳା କାଲି ତ ହେତୁ ପାଇଁ କହି କଲୁ, ଆଜି ଆହୁରି କହୁଛୁ ସଦିଟା ଆଇଲା ଭଳିଆ। ଆରେ ତମମାନେ ଏମିତି ସବୁ ଆଦକୁ ଦିଆହନି। ସମସ୍ତେ ଗୋଟେ ଗୋଟେ ଦିନ କାଠ ଆଣିବା। ପ୍ରଥମ ଦିନ ଆଣିବ ଗୁଗୁ, ତାପରେ ଆଣିବ ଗୁଳି, ତାପରେ ଆଣିବ କାଠି, ତାପରେ ଆଣିବ ବେଡ଼ା, ତାପରେ ଆଣିବ ଠକ, ତାପରେ ଆଣିବ ଟିମା। ହେଲା, ହଁ ହେଇଆ କରିବା ଆଉ। ଆରେ ଆଜି ମାନେ ଗାଧେଇଛ କିରେ? ପୁଅ ଆଜି ସକାଳୁ ଯେଉଁ ଭଳିଆ ମୁଁ ଉଠିଲା ବେଳକୁ ଶୀତ, ମୋ ବୋଉ କହିଲା ଆରେ ସ୍କୁଲ ଯିବୁ ବେଉ ଗାଧା। ମୁଁ ତ ପୁଅ ଗାମୁଛାଟା ଓଦା କରିକି ପୋଛା ପୋଛିକି ପଳେଇଲି ରେ ପୁଅ, ମୁଁ ଆଜି ଜମା ଗାଧେଇନି। ଆରେ ହୁଗୁଳି ତୁ ଗାଧେଇଛୁ? ଆରେ ମୁଁ 2 ଦିନ ହେଲା ଠକିକି ରହିଯାଉଥିଲି ରେ। ଆଜି ମୋ ବାପାର ବୋଉର ଠିଆ ହେଲେ ମୁଁ ଗାଧେଇଲି ଗରମ ପାଣି କରିକି। ଆଉ କାଠି ତୁ? ମୁଁ ତ ଜମା ଦିହରେ ପାଣି ପକଉନି, ଖାଲି ମୁହଁରେ ସାବୁନ ଟିକେ ଲଗେଇକି ସ୍କୁଲକୁ ପଳଉଛି। ଆଉ ବେଡ଼ା ତୁ ଗାଧେଇଛୁ କି ନାଇଁ କିରେ? ପୁଅ ମୋ କଥା କହନି, ମୁଁ ପୁଅ ଜମା ଗାଧଉନି। ଆରେ ତମ କଥା ତ ଚଳୁଛି ପୁଅ, ଆମ ଘରେ ଗୋଟେ ବୁଢ଼ୀ ଅଛି ଯେ ପୁଅ ଅନେଇକି ଅଛିରେ ପୁଅ, ଗାଧେଇଲା କି ନ ଗାଧେଇଲା ପୁଅ ଖାଲି କହୁଛି ହରେ କିରେ ପୋଚରା କିରେ ତୁ, ଶଳା ଗାଧଉନୁ ଶଳା ତତେ କିଏ କିରେ ବାହା ହବ, ଶଳା କେମିତି କିରେ ତତେ ଭୋଗି ଭଲ ପାଉଛି ପୁଅ, ଏମିତି ଖାଲି ମୋତେ ଟିହା ହେଇ କହୁଛି ରେ।